অলঙ্କାର ভূষিত হয়েছেন বলে সে হলে নারায়ণ ଆମ ପାଖରେ ଅଳଙ୍କାର ନାହିଁ ବୋଲି ମାନବ ଆଜିକାଲି ଚିତ୍ରାଳୟ ବାହାରିଲାଣି ଯଦି ଆଣିକି ଚିତ୍ରାଳୟରୁ ସେ ଅଳଙ୍କାର ପିନ୍ଧିବାକୁ ନାରାୟଣ ଦେଖାଯିବନି ନାରାୟଣ ପରି ଦେଖାଯିବା କିନ୍ତୁ ନାରାୟଣଙ୍କର ଗୁଣ ନାହିଁ ନା ନାଇଁ ଦିବ୍ୟତା କୋଉଠୁ ଆସିବ? ଦିବ୍ୟତା ନାରୀ ଦେବତା ମାନଙ୍କର ଯେଉଁ ଶକ୍ତି ଯେଉଁ ଗୁଣ ସେଗୁଡାକ ଆମ ଭିତରେ ନଥାଇପାରେ ଆମେ ନର ସେ ନାରାୟଣ ତେଣୁ କିନ୍ତୁ ନାରାୟଣଙ୍କ ପରି ଦେଖାଯିବା ପ୍ରତ୍ୟେକ ମାନବଙ୍କ ପରି ଦେବତା ମାନେ ଆଗେ ଦେଖାଯାଉଛନ୍ତି ତାହେଲେ କେମିତି ଆଗେ ରାଜକୁମାରୀ ଚିହ୍ନିବ ସଖୀ ଶୁଙ୍ଘିବି ଡାକୁଥିଲ ଆଲୋ ଝାଡୁଆ ଆରେ ଶୁଙ୍ଘିବା ଦରକାର ନା ଆରେ ଝାଡୁଆ ବାସ୍ତରେ ଜାଣିବି ନର ଯଦି ଚନ୍ଦନ କର୍ପୂର ମହ ବାସ୍ତବ ଜାଣିବି ଦେବତା ଆରେ ଦେବତା ନା ଭୂତ ଦେବତା ସଖୀ ତାହେଲେ ଏବେ ମାନବ ଦେବତାଙ୍କ ଭିତରେ ପ୍ରଭେଦ ଦେବତା ମାନଙ୍କର ଆଖିର ପଲକ ଆଗେ ପଡେ ଆଉ ହେମିତି ପୋକଟା କାଠିରେ ପଡିଯାଏ ନାଇଁ ମାନବଙ୍କର ପାଦ ଆଗେ ଭୂମିରେ ଲାଗିବ କିନ୍ତୁ ଦେବତା ମାନଙ୍କର ପାଦ ଆଗେ ଭୂମିରେ ଲାଗିବ ସଖୀ ଯୋଡ଼ାଏ ଲକ୍ଷଣ ଲାଇନ ସେତିକି ନୁହେଁ